ସମୟରେ ପଞ୍ଚୁ ପାଣ୍ଡବଙ୍କର ଅମୋଘ ଅସ୍ତ୍ରକୁ ନିଜ କ୍ରୋଟରେ ବହନ କରି ରଖିପାରିଥିବା ଶମୀବୃକ୍ଷଟି କିଏ? ଆଜ୍ଞା ତାର ବୃତ୍ତାନ୍ତ ଆଜି ଆସନ୍ତୁ ଜାଣିବା ମୋବାଇଲ ମାଧ୍ୟମରେ। ଆଜ୍ଞା ଶମୀବୃକ୍ଷ ହେଉଛନ୍ତି ନିଜେ ଦେବଦେବ ଓ ମହାଦେବ। ହଟ୍ଟକେଶ୍ୱର ସ୍ୱର୍ଗକୁ ଶିବ ଯେତେବେଳେ ବିଜେ କଲେ ତାଙ୍କୁ ହିରଣାକ୍ଷୀ ରାକ୍ଷସୀ ଦେଖି କାମଶକ୍ତ ହୋଇ ପାର୍ବତୀ ବେଶ ନେଇ ଶିବଙ୍କ ପାଖରେ ରହିବାକୁ ଲାଗିଲେ। ମହାଦେବ ତାଙ୍କୁ ପାର୍ବତୀ ମନେ କରି ତାଙ୍କ ସହିତ ବହୁତ ଦିନ ବିତାଇଲେ। ଏଣେ ମାତା ପାର୍ବତୀ ଶିବଙ୍କ ସନ୍ଧାନ ନ ପାଇ ମନ ଦୁଃଖରେ ଥିଲେ। ଏ ସମୟରେ କୃଷ୍ଣ ଅର୍ଜୁନ ପାର୍ବତୀଙ୍କ ପାଖକୁ ଆସିବାରୁ ମାତା ପାର୍ବତୀ ଶିବଙ୍କ କଥା ପଚାରିଲେ। ଅର୍ଜୁନ ପାଶୁପାତ ଅସ୍ତ୍ର ସାହାଯ୍ୟରେ ମହାଦେବଙ୍କ ସନ୍ଧାନ ନେଇ ଜାଣିପାରିଲେ ଯେ ହିରଣାକ୍ଷୀ ରାକ୍ଷସୀକୁ ବଦ୍ଧ କଲେ ଓ ମହାଦେବ ନିଜ ଭୁଲ ବୁଝିପାରି କୈଳାସ ଫେରିଆସି ଅର୍ଜୁନଙ୍କୁ କହିଲେ, କ'ଣ ବର ମାଗୁଛ ମାଗ। ଅର୍ଜୁନ କହିଲେ, ଆବଶ୍ୟକ ସମୟରେ ମାଗିବି। ଶିବ କହିଲେ, ଅଜ୍ଞାତବାସରେ ମୁଁ ଏକ ତରୁବର ବା ବିଶାଳ ଶମୀବୃକ୍ଷ ରୂପ ନେଇ ରହିବି ଏବଂ ମୋର କ୍ରୋଟରେ ତୁମ ଅସ୍ତ୍ର ଗୁଡ଼ାକ ତୁମେ ସାଇତି ରଖିବ। ଆଜ୍ଞା ଏହା ହେଉଛି ଶମୀବୃକ୍ଷର କାହାଣୀ। ଆଜ୍ଞା ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରି ସେୟାର କରିବାକୁ ଭୁଲନ୍ତୁ ନାହିଁ।